31 ଅକ୍ଟୋବର ଶୁକ୍ରବାର ଅଁଳା ନବମୀ ଶ୍ରୀ ରାଧାଙ୍କର ପାଦ ଦର୍ଶନ ଦିନ ଏକ ମୁଠି ଲୁଣର କରିନିଅନ୍ତୁ ମହା ଉପାୟ। ଆପଣଙ୍କ ଘରକୁ ଧନ ଆସିବାର ସମସ୍ତ ମାର୍ଗ ଖୋଲିଯିବ ଏବଂ ଆପଣଙ୍କ ଜୀବନ ଏତେ ମାତ୍ରାରେ ପରିବର୍ତ୍ତନ ହୋଇଯିବ ଯେ ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ। ହସ ଖୁସିରେ ପୁରି ଉଠିବ ଆପଣଙ୍କ ଘର ପରିବାର ଏବଂ ଆପଣଙ୍କ ମନରେ ଯାହା ବି କିଛି ମନସ୍କାମନା ରହିଥିଲା ଲକ୍ଷ୍ମୀ ନାରାୟଣଙ୍କର ଆଶୀର୍ବାଦରୁ ସମସ୍ତ ମନସ୍କାମନା ଖୁବ୍ ଶୀଘ୍ର ପୂରଣ ହୋଇଯିବ। ଦର୍ଶକ ବନ୍ଧୁ, ଯେମିତିକି ଆପଣମାନେ ଜାଣିଛନ୍ତି ଶ୍ରୀ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟର ଦିନ ହେଉଛି ଅଁଳା ନବମୀ ଏବଂ ଏହି ଅଁଳା ନବମୀ ଦିନ ଶ୍ରୀ ନାରାୟଣଙ୍କର ବିଶେଷ ଭାବରେ ପୂଜାର୍ଚ୍ଚନା କରାଯାଏ। ତା ସହିତ ଶ୍ରୀ ରାଧାଙ୍କର ପାଦ ଦର୍ଶନ ମଧ୍ୟ 31 ଅକ୍ଟୋବର ଶୁକ୍ରବାର ଦିନ ପଡ଼ିବା ପାଇଁ ଯାଉଛି। ଚଳିତ ବର୍ଷ ଅଁଳା ନବମୀ ଏବଂ ଶ୍ରୀ ରାଧାଙ୍କର ପାଦ ଦର୍ଶନ ଦିନ ଏମିତି ଅନେକ ଗୁଡ଼ିଏ ଶୁଭ ସଂଯୋଗର ସଂଗଠନ ହେବାକୁ ଯାଉଛି। ଯେଉଁ ବ୍ୟକ୍ତି ଏହି ଅଁଳା ନବମୀ କିମ୍ବା ଶ୍ରୀ ରାଧାଙ୍କର ପାଦ ଦର୍ଶନ ଦିନ ଏକ ମୁଠି ଲୁଣର ଏହି ମହା ଉପାୟଟିକୁ କରିନେଉଛନ୍ତି ତେବେ ସେମାନଙ୍କର ଭାଗ୍ୟରେ କେବଳ ଲାଭ ହିଁ ଲାଭ ଦେଖାଦେବ। ଦର୍ଶକ ବନ୍ଧୁ, ମୁଁ ଆପଣମାନଙ୍କୁ ଭିଡ଼ିଓର ଆଗରେ ଗୋଟିଏ କରି ବତାଇ ରଖିବି ଯେ ଆପଣମାନେ ଲୁଣର କେଉଁ ଉପାୟକୁ କେଉଁ ସମୟରେ କରିବା ଦ୍ୱାରା ଆପଣଙ୍କୁ ସେଥିରୁ ଅଧିକ ଶୁଭ ଫଳ ପ୍ରାପ୍ତ ହୋଇପାରେ। ସେଥିପାଇଁ ଯେଉଁମାନେ ବି ଏହି ଭିଡ଼ିଓଟିକୁ ଦେଖୁଛନ୍ତି ସେମାନଙ୍କର ଫାଇଦା ନିମନ୍ତେ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଯଦି ଆପଣମାନେ ଭିଡ଼ିଓଟିକୁ ସ୍କିପ୍ କରିଦେବେ ତେବେ ନିଜସ୍ୱ ଜୀବନର ଉନ୍ନତି ପାଇଁ ବହୁତ ଗୁଡ଼ିଏ କଥାକୁ ଆପଣମାନେ ହରାଇଦେବେ ଏବଂ ଆପଣମାନେ ସେହି ଉପାୟଟିକୁ ଭଲ ଭାବରେ ବୁଝିପାରିବେ ନାହିଁ। ଯଦି ଆପଣମାନେ ଭିଡ଼ିଓଟିକୁ ଲାଇକ୍ କରିନାହାନ୍ତି ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ ଏବଂ ଚ୍ୟାନେଲଟିରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଯଦି ଆପଣମାନେ ବହୁତ ବଡ଼ ବଡ଼ ପୂଜାପାଠ କରିନେବା ପରେ ବି ଯଦି ଆପଣଙ୍କର ସେହି ମନସ୍କାମନା ଗୁଡ଼ିକ ପୂରଣ ହେଉନାହିଁ ତେବେ ଆପଣମାନେ କେବଳ ଅଁଳା ନବମୀ ଏବଂ ଶ୍ରୀ ରାଧାଙ୍କର ପାଦ ଦର୍ଶନ ଦିନ ଯଦି ଆପଣ କେବଳ ଲୁଣର ଏହି ଉପାୟଟିକୁ କରିନେଉଛନ୍ତି ତେବେ ମା ଲକ୍ଷ୍ମୀ ଏବଂ ଶ୍ରୀ ନାରାୟଣଙ୍କର ଆଶୀର୍ବାଦରୁ ଆପଣଙ୍କର ସମସ୍ତ ମନସ୍କାମନା ଖୁବ୍ କମ୍ ସମୟ ମଧ୍ୟରେ ପୂରଣ ହୋଇଯିବ। ଯେଉଁମାନେ ବି ଆଜିର ସମୟରେ ସଫଳ ହୋଇପାରିଛନ୍ତି କିମ୍ବା ସେମାନଙ୍କ ପାଖକୁ ଧନ ଆସିପାରିଛି ସେମାନେ ମଧ୍ୟ ଏହି ଉପାୟଟିର ପରୀକ୍ଷା କରି ଦେଖିଛନ୍ତି ଯାହାଦ୍ୱାରା ଖୁବ୍ କମ୍ ସମୟ ମଧ୍ୟରେ ସେମାନଙ୍କୁ ବହୁତ ବଡ଼ ସଫଳତା ମିଳିପାରିଛି। ଆପଣଙ୍କ ଜୀବନରେ ଯେକୌଣସି ବି ସମସ୍ୟା ଚାଲିଥାଉ ଯେମିତିକି ଧନଜନିତ ସମସ୍ୟା ହେଉ କିମ୍ବା ଋଣ କରଜର ସମସ୍ୟା ହେଉ ନଚେତ୍ ଆପଣଙ୍କୁ ନୂତନ ଚାକିରିଟିଏ ପ୍ରାପ୍ତ ହେଉନାହିଁ ସମସ୍ତ କ୍ଷେତ୍ରରେ ଆପଣଙ୍କୁ କେବଳ ଲୁଣ ହିଁ ସାହାଯ୍ୟ କରିପାରିବ ଏବଂ ଆପଣମାନେ ଏହି ଉପାୟଟି କରିବା ପରେ ନିଜେ ହିଁ ଚମତ୍କାର ଦେଖିବା ପାଇଁ ପାଇବେ। ଦର୍ଶକ ବନ୍ଧୁ, ଚଳିତ ବର୍ଷର ଅଁଳା ନବମୀ ଏବଂ ଶ୍ରୀ ରାଧାଙ୍କର ପାଦ ଦର୍ଶନଟି ଏକା ସାଥିରେ ପଡ଼ୁଥିବା ହେତୁ ଆପଣମାନେ ମଧ୍ୟ ମା ଲକ୍ଷ୍ମୀ ଏବଂ ଶ୍ରୀ ନାରାୟଣଙ୍କର ଆଶୀର୍ବାଦକୁ ଏକା ସାଥିରେ ପ୍ରାପ୍ତ କରିପାରିବେ ଏବଂ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଯେଉଁ ବ୍ୟକ୍ତି ଉପରେ ଲକ୍ଷ୍ମୀ ନାରାୟଣଙ୍କର ଆଶୀର୍ବାଦ ରହିଯାଇଥାଏ ସେହି ବ୍ୟକ୍ତି ତା ଜୀବନରେ ବହୁତ ଉନ୍ନତି କରିବା ସହିତ ଧନ ସମ୍ପତ୍ତିରେ ମଧ୍ୟ ପରିପୂର୍ଣ୍ଣ ହୋଇପାରିଥାଏ। ଏମିତି କିଛି ଲୋକ ଅଛନ୍ତି ଯେଉଁମାନଙ୍କର ଅଜାଣତରେ ସେମାନଙ୍କ ଉପରେ ପିତୃଦୋଷ କିମ୍ବା ଶନିଦଶାର ଦୋଷ ଲାଗିଯାଇଥାଏ ଯାହାଦ୍ୱାରା ସେମାନେ ନିଜ ଜୀବନଟିକୁ ବହୁତ ଦୁଃଖ କଷ୍ଟରେ ଅତିବାହିତ କରିଥାନ୍ତି। ତା ସହିତ ସେମାନେ ଯେତେ ପରିଶ୍ରମ କରିନେଲେ ମଧ୍ୟ ସେମାନଙ୍କୁ ତାଙ୍କ ପରିଶ୍ରମର ମୂଲ୍ୟ ମିଳିପାରେ ନାହିଁ। ସେଥିପାଇଁ ସେମାନେ ନିଜ ଭାଗ୍ୟକୁ ହିଁ ଦୋଷ ଦେଇଥାନ୍ତି। ଯେଉଁମାନେ ବି ଏପରି ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଆପଣମାନେ କେବଳ 31 ଅକ୍ଟୋବର ଅଁଳା ନବମୀ ଏବଂ ଶ୍ରୀ ରାଧାଙ୍କର ପାଦ ଦର୍ଶନ ଦିନ ନିଜ ଘରର ଏହି ଜାଗାରେ ଏକ ମୁଠି ଲୁଣକୁ ଫିଙ୍ଗି ଦିଅନ୍ତୁ। ଆପଣମାନେ ଜାଣିଛନ୍ତି ମହିଳାମାନଙ୍କୁ ଆପଣଙ୍କ ଘରର ଲକ୍ଷ୍ମୀ ଭାବରେ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି।
ସେଥିପାଇଁ ପ୍ରତ୍ୟେକ ମହିଳା ମାନେ ନିଜ ଘରର ଉନ୍ନତି ପାଇଁ ନିଜେ ଏହି ଉପାୟଟିକୁ ନିଶ୍ଚୟ କରନ୍ତୁ। ଯଦି ପୁରୁଷମାନେ ଏହି ଭିଡ଼ିଓଟି ଦେଖୁଛନ୍ତି ତେବେ ଆପଣମାନେ ଏହି ଭିଡ଼ିଓଟି ଦେଖିବା ପରେ ଆପଣଙ୍କ ଘରର ମହିଳାମାନଙ୍କୁ ଏହି ଉପାୟଟି କରିବା ପାଇଁ ଥରେ ମାତ୍ର ଚେଷ୍ଟା କରନ୍ତୁ। କାହିଁକି ନା ଏହି ଉପାୟଟି କରିବା ଦ୍ୱାରା ଆପଣଙ୍କର ଟଙ୍କାଟା ମଧ୍ୟ ଖର୍ଚ୍ଚ ହେବ ନାହିଁ। ଯଦି ଆପଣମାନେ ଏହି ଉପାୟଟି କରିନେଉଛନ୍ତି ତେବେ ଆପଣଙ୍କ ଜୀବନରୁ ସମସ୍ତ ଦୁଃଖ କଷ୍ଟ ଦୂର ହେବା ସହିତ ଲକ୍ଷ୍ମୀ ନାରାୟଣଙ୍କର ଆଶୀର୍ବାଦ ସଦାସର୍ବଦା ରହିବ। ଯଦି ମହିଳାମାନେ ନିଜ ଘରର ଉନ୍ନତି କରାଇବା ପାଇଁ ଏହି ଉପାୟଟିକୁ କରିନେଉଛନ୍ତି ତେବେ ଆଗାମୀ ସମୟରେ ଖୁବ୍ କମ୍ ସମୟ ମଧ୍ୟରେ ସେମାନଙ୍କ ପରିବାରର ଉନ୍ନତି ହେବ। ଯଦି ଆପଣମାନେ ନିଜେ ଚାହିଁବେ ମଧ୍ୟ ଆପଣଙ୍କ ପରିବାରର ଉନ୍ନତି କରିପାରିବେ। ସେଥିପାଇଁ ବିଶେଷ ଦିନମାନଙ୍କରେ ଯଦି ଆପଣମାନେ କିଛିଟା ଉପାୟକୁ କରିନେଉଛନ୍ତି ତେବେ ଆପଣମାନେ ଲକ୍ଷ୍ମୀ ନାରାୟଣଙ୍କର ବିଶେଷ ଆଶୀର୍ବାଦକୁ ପ୍ରାପ୍ତ କରିପାରିବେ। ଯେଉଁମାନଙ୍କ ଘରେ ନକାରାତ୍ମକ ଶକ୍ତି ଭରି ହୋଇ ରହିଥାଏ ତେବେ ଏହି ଉପାୟଟି କରିନେବା ପରେ ସେମାନଙ୍କ ଘରୁ ନକାରାତ୍ମକ ଶକ୍ତି ଦୂର ହେବା ସହିତ ସେମାନଙ୍କ ଜୀବନକୁ ସକାରାତ୍ମକ ଶକ୍ତିର ଆଗମନ ହୋଇଥାଏ। ଆମର ସନାତନ ଧର୍ମର ବାସ୍ତୁଶାସ୍ତ୍ରରେ ଲୁଣର ବହୁତ ଅଧିକ ମହତ୍ଵ ରହିଛି ଏବଂ ଏହି ଲୁଣଟି ସମୁଦ୍ରର ଅଂଶ ହୋଇଥିବା ହେତୁ ଏବଂ ମା ଲକ୍ଷ୍ମୀ ମଧ୍ୟ ସମୁଦ୍ର ଦେବତାଙ୍କର କନ୍ୟା ଅଟନ୍ତି। ସେଥିପାଇଁ ମା ଲକ୍ଷ୍ମୀଙ୍କ ସହିତ ଲୁଣର ପ୍ରାଚୀନ କାଳରୁ ସମ୍ବନ୍ଧ ରହିଅଛି। ଆପଣମାନେ ହୁଏତ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସାମାନ୍ୟ ଦେଖାଯାଉଥିବା ଲୁଣଟି ଆପଣଙ୍କ ଜୀବନରୁ ବର୍ଷ ବର୍ଷର ଦୁଃଖ ଦାରିଦ୍ର୍ୟତାକୁ ଦୂର କରିବାରେ ସହାୟତା କରିଥାଏ। ଯଦି ଆପଣମାନେ ତାହାର ସଠିକ୍ ବିନିଯୋଗ କରିନେଉଛନ୍ତି ତେବେ ଆପଣଙ୍କର ଭାଗ୍ୟଟି ରାତାରାତି ପରିବର୍ତ୍ତନ ହୋଇଯିବ। ଯଦି ଆପଣମାନେ ବି ଲକ୍ଷ୍ମୀ ନାରାୟଣଙ୍କର ବିଶେଷ ଆଶୀର୍ବାଦକୁ ପାଇବା ପାଇଁ ଚାହୁଁଛନ୍ତି ଏବଂ ନିଜର ଗରିବୀରୁ ଦୂର କରିବା ପାଇଁ ଚାହୁଁଛନ୍ତି ତେବେ ଆପଣମାନେ 31 ଅକ୍ଟୋବର ଅଁଳା ନବମୀ ଏବଂ ଶ୍ରୀ ରାଧାଙ୍କର ପାଦ ଦର୍ଶନ ଦିନ ଏକ ମୁଠି ଲୁଣର ଏହି ଉପାୟଟିକୁ ଥରେ ପରୀକ୍ଷା କରି ଦେଖନ୍ତୁ। ଅନେକ ଲୋକମାନେ ଏମିତି ବି ଇଚ୍ଛା ରଖିଥାନ୍ତି ଯେ ସେମାନଙ୍କ ଘରକୁ ଧନର ଆଗମନ ହେଉ ଏବଂ ଟଙ୍କା ପଇସାରେ ତାଙ୍କର କେବେ ହେଲେ ବି ଅଭାବ ନ ରହୁ। ଦେଖନ୍ତୁ, ଧନର ପ୍ରାପ୍ତି ପାଇଁ ପରିଶ୍ରମ ତ କରିବା ପାଇଁ ପଡ଼ିବ। ବିନା ପରିଶ୍ରମରେ କୌଣସି ମୂଲ୍ୟ ମିଳିପାରିବ ନାହିଁ। କିନ୍ତୁ ତା ସହିତ ଯଦି ଆପଣମାନେ ବିଶେଷ ଦିନମାନଙ୍କରେ କିଛିଟା ଉପାୟକୁ କରିନେଉଛନ୍ତି ତେବେ ସେଥିରୁ ମଧ୍ୟ ଆପଣଙ୍କର ଧର୍ମ ବଢ଼ିଯାଇଥାଏ ଏବଂ ଈଶ୍ୱରଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ପ୍ରାପ୍ତ ହୋଇଥାଏ। ଦର୍ଶକ ବନ୍ଧୁ, ପ୍ରଥମ ଉପାୟଟି ହେଉଛି ଯଦି ଆପଣମାନେ ଏହି ଉପାୟଟିକୁ କରିବେ ତେବେ ଆପଣଙ୍କ ଘରେ କୌଣସି ବି ନକାରାତ୍ମକ ଶକ୍ତି ବାସ କରିବ ନାହିଁ। ଯଦି ପୂର୍ବରୁ ଆପଣଙ୍କ ଘରେ ମନ ମତାନ୍ତର କଳି ଝଗଡ଼ା ଦେଖାଦେଉଥିଲା ତେବେ ସେସବୁ ମଧ୍ୟ ଏହି ଉପାୟଟି କରିବା ଦ୍ୱାରା ଦୂର ହୋଇଯିବ। ତେବେ ଆପଣମାନେ ଅଁଳା ନବମୀ ଏବଂ ଶ୍ରୀ ରାଧାଙ୍କର ପାଦ ଦର୍ଶନ ଦିନ ବ୍ରହ୍ମ ମୁହୂର୍ତ୍ତରୁ ଉଠି ନିଜର ସ୍ନାନ ଆଦି କାର୍ଯ୍ୟ ସମାପନ କରିଦେବେ ଏବଂ ଆପଣଙ୍କ ଘରେ ପୋଛା ଲଗାଇବେ ଏବଂ ସେହି ପୋଛା ଲଗାଇବା ଜଳରେ କିଛି ଲୁଣକୁ ପକାଇ ଦେଇ ସେହି ଲୁଣ ପାଣିରେ ଆପଣଙ୍କ ଘରର ଚତୁଃପାର୍ଶ୍ୱକୁ ସଫା କରିଦେବେ। ଆପଣମାନେ ଅଁଳା ନବମୀ ଦିନ ଯଦି ଉପାୟଟିକୁ ବ୍ରହ୍ମ ମୁହୂର୍ତ୍ତରୁ କରିନେଉଛନ୍ତି ତେବେ ଆପଣଙ୍କ ଘରେ ଯାହା ବି କିଛି ନକାରାତ୍ମକ ଶକ୍ତି ବାସ କରୁଥିବ ସେସବୁ ଖୁବ୍ ଶୀଘ୍ର ଆପଣଙ୍କ ଘରୁ ଚାଲି ଯାଇଥାଏ। ତା ସହିତ ଲକ୍ଷ୍ମୀ ନାରାୟଣଙ୍କର ଆଶୀର୍ବାଦରୁ ଆପଣଙ୍କ ଘରକୁ ସକାରାତ୍ମକ ଶକ୍ତିର ଆଗମନ ହୋଇଥାଏ। ଦର୍ଶକ ବନ୍ଧୁ, ଆପଣମାନେ କେବଳ ଗୁରୁବାରକୁ ଛାଡ଼ିଦେଲେ ଯଦି ଆପଣ ପ୍ରତ୍ୟେକ ଦିନ ଏହି ଉପାୟଟି କରୁଛନ୍ତି ତେବେ ଆପଣ ନିଜେ ହିଁ ଚମତ୍କାର ଦେଖିବା ପାଇଁ ପାଇବେ। ତା ସହିତ ଯଦି ପୂର୍ବରୁ ଆପଣଙ୍କ ଘରେ କଳି ଝଗଡ଼ା ମନ ମତାନ୍ତର ଦେଖାଦେଉଥିଲା ତେବେ ସେସବୁ ମଧ୍ୟ ଦୂର ହୋଇଯିବ। ଦର୍ଶକ ବନ୍ଧୁ, ଯଦି ଆପଣମାନେ ଯେଉଁ ବି କ୍ଷେତ୍ରରେ ହାତ ଦେଉଛନ୍ତି ସେଥିରେ ଆପଣଙ୍କୁ ଅସଫଳତାର ସାମ୍ନା କରିବା ପାଇଁ ପଡ଼ୁଛି କିମ୍ବା ଚାକିରି କ୍ଷେତ୍ରରେ ଉନ୍ନତି ହେଉନାହିଁ, ଆପଣଙ୍କ ନିକଟକୁ ଧନ ଆସିବାର ସମସ୍ତ ମାର୍ଗ ବନ୍ଦ ହୋଇଯାଇଛି କିମ୍ବା ଆପଣଙ୍କ ବ୍ୟାପାର ବାଣିଜ୍ୟଟି ଭଲରେ ଚାଲୁନାହିଁ,
ତେବେ ଆପଣମାନେ ପବିତ୍ର ଅଁଳା ନବମୀ କିମ୍ବା ରାଧାଙ୍କର ପାଦ ଦର୍ଶନ ଦିନ ଗୋଟିଏ ଧଳା କପଡ଼ାକୁ ପ୍ରସ୍ତୁତ କରିବେ ଏବଂ ସନ୍ଧ୍ୟା ସମୟରେ ସେହି ଧଳା କପଡ଼ାରେ ଗୋଟିଏ ଏକ ମୁଠା ଲୁଣକୁ ରଖିଦେବେ। ଏହାପରେ ଆପଣମାନେ ସେହି ଲୁଣର ଗୋଟିଏ ପୁଟୁଳିକୁ ପ୍ରସ୍ତୁତ କରିବେ। ତାପରେ ମା ଲକ୍ଷ୍ମୀଙ୍କ ନିକଟରେ ସେହି ପୁଟୁଳିଟିକୁ ଛୁଆଇଁ ଦେବେ ଏବଂ ସେହି ପୁଟୁଳିଟିକୁ ଆଣି ଆପଣଙ୍କ ଘରର ଧନ ରଖୁଥିବା ସ୍ଥାନ କିମ୍ବା ଆପଣଙ୍କ ପର୍ସରେ ରଖିଦେବେ। କେବଳ ଏତିକି କରିନେବା ଦ୍ୱାରା ଆପଣଙ୍କ ଜୀବନରେ ଉନ୍ନତି ଆସିବ। ଯଦି ଆପଣଙ୍କ ଘରକୁ ଧନ ଆସିବାର ମାର୍ଗ ବନ୍ଦ ହୋଇଯାଇଥିଲା ତେବେ ସେସବୁରେ ମଧ୍ୟ ଶୁଭଫଳ ଦେଖିବା ପାଇଁ ମିଳିବ। ଯେଉଁମାନେ ଚାକିରିର ପ୍ରୟାସ କରୁଥିଲେ ତେବେ ସେମାନଙ୍କୁ ମଧ୍ୟ ମନ ମୁତାବକ ଚାକିରି ପ୍ରାପ୍ତ ହେବ। ଯେଉଁମାନଙ୍କର ବ୍ୟାପାର ବାଣିଜ୍ୟ ଅଛି ତେବେ ଆପଣମାନେ ସେହି ପୁଟୁଳିଟିକୁ ଆଣି ଆପଣଙ୍କର ଦୋକାନ ହେଉ କିମ୍ବା ବ୍ୟାପାର ବାଣିଜ୍ୟ ସ୍ଥାନରେ ରଖିଦିଅନ୍ତୁ। ଏହାକୁ କରିବା ଦ୍ୱାରା ଆପଣଙ୍କର ବ୍ୟାପାର ବାଣିଜ୍ୟଟି ଭଲରେ ଚାଲିବା ପାଇଁ ଲାଗିବ। ଯେଉଁମାନେ ବି ଏହି ଭିଡ଼ିଓଟିକୁ ଦେଖୁଛନ୍ତି ପବିତ୍ର ଅଁଳା ନବମୀ ଦିନ ଥରେ ମାତ୍ର ଏହାର ପରୀକ୍ଷା କରି ଦେଖନ୍ତୁ। ଯଦି ଏହି ଉପାୟଟି କରିବା ଦ୍ୱାରା ଲକ୍ଷ୍ମୀ ନାରାୟଣ ଆପଣଙ୍କ ଉପରେ ପ୍ରସନ୍ନ ହୋଇଯାଆନ୍ତି ତେବେ ଆପଣଙ୍କର ଧନଜନିତ ସମସ୍ୟା ସମୂଳେ ନାଶ କରିଦେବେ। ଯେଉଁମାନଙ୍କର ଆର୍ଥିକ ସ୍ଥିତି ବିଗିଡ଼ି ଯାଇଥିଲା ତେବେ ସେମାନଙ୍କର ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ହୋଇଯିବ ଏବଂ ସେମାନଙ୍କ ଉପରେ ଲକ୍ଷ୍ମୀ ନାରାୟଣଙ୍କର ବିଶେଷ ଆଶୀର୍ବାଦ ସଦାସର୍ବଦା ରହିବ। ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଜାଣିବା ଆପଣମାନେ ଏକ ମୁଠା ଲୁଣର ଉପାୟକୁ କରିନେବା ଦ୍ୱାରା କିପରି ଧନବାନ ହୋଇପାରିବେ। ଏକ ମୁଠି ଲୁଣ କିଭଳି ଭାବରେ ଆପଣଙ୍କ ଜୀବନରେ ଚମତ୍କାର କରାଇବ। ଯଦି ଆପଣଙ୍କର କୌଣସି ପଇସା ଫସି ଯାଇଥିଲା କିମ୍ବା ଆପଣଙ୍କ ପାଖକୁ ଆସୁନଥିଲା ତେବେ ଏହି ଉପାୟଟି କରିବା ପରେ ସେହି ପଇସା ଆପଣଙ୍କ ଆଡ଼କୁ ଆକର୍ଷିତ ହୋଇ ଚାଲି ଆସିବ ଏବଂ ଆପଣଙ୍କର ପଇସା ଚିନ୍ତା ଦୂର ହୋଇଯିବ। ଆପଣମାନେ ଏକ ମୁଠି ଲୁଣକୁ ଗୋଟିଏ କାଚ ପାତ୍ରରେ ଭରିଦେବେ ଏବଂ ସେହି କାଚ ପାତ୍ରଟିକୁ ନେଇ ଆପଣଙ୍କର ବାଥରୁମରେ ରଖିଦେବେ। ଧ୍ୟାନ ରଖିବେ ଅଁଳା ନବମୀ ଏବଂ ଶ୍ରୀ ରାଧାଙ୍କର ପାଦ ଦର୍ଶନର ସନ୍ଧ୍ୟା ସମୟରେ ଏହି ଉପାୟଟିକୁ କରିବା ପାଇଁ। କାହିଁକି ନା ସମସ୍ତ ଦେବାଦେବୀମାନେ ସନ୍ଧ୍ୟା ସମୟରେ ମର୍ତ୍ତ୍ୟମଣ୍ଡଳରେ ବିଚରଣ କରିଥାନ୍ତି ଏବଂ ଏହି ଉପାୟଟି କରିବା ଦ୍ୱାରା ଆପଣଙ୍କ ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇବା ସହିତ ଆପଣଙ୍କ ଘର ନକାରାତ୍ମକ ଶକ୍ତି ଦୂର ହୋଇଯିବ। ଯେଉଁମାନଙ୍କର ଋଣ କରଜ ଥିଲା ତେବେ ସେମାନଙ୍କ ଜୀବନକୁ ଧନ ଆସିବାର ମାର୍ଗ ଖୋଲିଯିବ ଏବଂ ଲକ୍ଷ୍ମୀ ନାରାୟଣଙ୍କର ଆଶୀର୍ବାଦରୁ ସେମାନଙ୍କର ଋଣ କରଜ ଏକ ମାସ ମଧ୍ୟରେ ଶୁଝିଯିବ। ଯଦି ଆପଣଙ୍କର କୌଣସି ବଦଖର୍ଚ୍ଚ ହୋଇଯାଉଥିଲା, ଯେତେ ଟଙ୍କାକୁ ସଞ୍ଚୟ କରିବା ପାଇଁ ଚେଷ୍ଟା କରୁଥିଲେ ସଞ୍ଚୟ କରିପାରୁନଥିଲେ ତେବେ ଏହି ଉପାୟଟି କରିବା ପରେ ଆପଣଙ୍କର ଧନ ସଞ୍ଚିତ ହେବା ଆରମ୍ଭ ହୋଇଯିବ ଏବଂ ଆପଣଙ୍କର ବଦଖର୍ଚ୍ଚ ମଧ୍ୟ ଦୂର ହୋଇଯିବ। ଦର୍ଶକ ବନ୍ଧୁ, ଏକ ମୁଠି ଲୁଣକୁ ଶୁକ୍ରଦେବଙ୍କର କାରକ ବୋଲି ମାନା ଯାଇଥାଏ। ଯେଉଁ ବ୍ୟକ୍ତିର ଶୁକ୍ର ଗ୍ରହଟି ମଜବୁତ ରହିଥାଏ ସେହି ବ୍ୟକ୍ତି ଧନବାନ ହେବା ସହିତ ନିଜ ଜୀବନରେ ବହୁତ ଉନ୍ନତି କରିଥାଏ। ସେଥିପାଇଁ ଯଦି ଆପଣମାନେ ବି ନିଜର ଶୁକ୍ର ଗ୍ରହଙ୍କୁ ମଜବୁତ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣମାନେ ପବିତ୍ର ଅଁଳା ନବମୀ ଏବଂ ଶ୍ରୀ ରାଧାଙ୍କର ପାଦ ଦର୍ଶନର ସନ୍ଧ୍ୟା ସମୟରେ ଅର୍ଥାତ୍ 7ଟାରୁ 8ଟା ମଧ୍ୟରେ ଆପଣମାନେ ଗୋଟିଏ ଲାଲ କପଡ଼ାକୁ ପ୍ରସ୍ତୁତ କରିବେ ଏବଂ ସେହି ଲାଲ କପଡ଼ାଟିକୁ ନେଇ ଆପଣଙ୍କ ଠାକୁର ଘରେ ରଖିଦେବେ। ଏହାପରେ ସେହି କପଡ଼ାରେ ଏକ ମୁଠି ଲୁଣକୁ ରଖିଦେଇ ମା ଲକ୍ଷ୍ମୀଙ୍କ ନିକଟରେ ଗୋଟିଏ ଘିଅର ଦୀପକୁ ପ୍ରଜ୍ୱଳନ କରିବେ। ଆପଣମାନେ ସେହି ଦୀପଟିକୁ ପ୍ରଜ୍ୱଳନ କରିସାରିବା ପରେ ସେହି ଲୁଣର ଗୋଟିଏ ପୁଟୁଳିକୁ ପ୍ରସ୍ତୁତ କରିବେ ଏବଂ ସେହି ପୁଟୁଳିଟିକୁ ନେଇ ଆପଣଙ୍କର ଶୋଇବା କକ୍ଷରେ ରଖିଦେବେ। ଏପରି କରିବା ଦ୍ୱାରା ଆପଣଙ୍କ ଜୀବନରେ ଉନ୍ନତି ଆସିବ ଏବଂ ମା ଲକ୍ଷ୍ମୀ ଆପଣଙ୍କ ଘରେ ସ୍ଥିର ଭାବରେ ବାସ କରିବେ। ଯଦି ଆପଣଙ୍କୁ ପୂର୍ବରୁ କୌଣସି ଲାଭ ମିଳିପାରୁନଥିଲା ଏହି ଉପାୟଟି କରିବା ପରେ ଆପଣଙ୍କୁ 100 ଗୁଣ ଅଧିକ ଲାଭ ପ୍ରାପ୍ତ ହୋଇଯିବ। ଦର୍ଶକ ବନ୍ଧୁ, ମୁଁ ଆପଣମାନଙ୍କୁ ଲୁଣର ଗୋଟିଏ ରାମବାଣ ଉପାୟ କହି ରଖୁଛି, ଯାହାକୁ କରିବା ଦ୍ୱାରା ମା ଲକ୍ଷ୍ମୀ ଏବଂ ନାରାୟଣ ଆପଣଙ୍କ ଘରେ ସ୍ଥିର ଭାବରେ ବାସ କରିବେ।
ସେଥିପାଇଁ ଆପଣମାନେ ପବିତ୍ର ଅଁଳା ନବମୀର ସନ୍ଧ୍ୟା ସମୟରେ ଏକ ମୁଠି ଲୁଣକୁ ନେଇଯିବେ ଏବଂ ଏକ ମୁଠି ଲୁଣକୁ ହାତରେ ଧରି ଅଁଳା ଗଛର ମୂଳକୁ ଯିବେ। ଏହାପରେ ମା ଲକ୍ଷ୍ମୀ ଏବଂ ଶ୍ରୀ ବିଷ୍ଣୁଙ୍କୁ ସ୍ମରଣ କରି ମା ଲକ୍ଷ୍ମୀଙ୍କୁ ଜଣାଇବେ ଯେ ମା ଲକ୍ଷ୍ମୀ ଆପଣ ମୋ ଘରେ ସ୍ଥିର ଭାବରେ ବାସ କରନ୍ତୁ। କେବଳ ଏତିକି କହିକରି ଆପଣମାନେ ସେ ଏକ ମୁଠି ଲୁଣକୁ ଅଁଳା ଗଛ ମୂଳରେ ଫିଙ୍ଗି ଦିଅନ୍ତୁ। ଏପରି କରିନେବା ଦ୍ୱାରା ଆପଣଙ୍କ ଘରକୁ ଧନର ଆଗମନ ହେବା ସହିତ ଲକ୍ଷ୍ମୀ ନାରାୟଣ ଆପଣଙ୍କ ଘରେ ସ୍ଥିର ଭାବରେ ବାସ କରିବେ। ଯଦି ଆପଣଙ୍କ ଘରେ ଅଭାବ ଅନଟନ ଦେଖା ଦେଉଥିଲା ତେବେ ଏହି ଉପାୟଟି କରିବା ପରେ ଆପଣଙ୍କର ବର୍ଷ ବର୍ଷର ଦୁଃଖ କଷ୍ଟ ଯନ୍ତ୍ରଣା ଦୂର ହୋଇଯିବ। ଯେମିତିକି ଆପଣମାନେ ଜାଣିଛନ୍ତି ଅଁଳା ନବମୀରେ ଶ୍ରୀ ବିଷ୍ଣୁଙ୍କର ବିଶେଷ ଭାବରେ ପୂଜାର୍ଚ୍ଚନା କରାଯାଇଥାଏ। ସେଥିପାଇଁ ଯଦି ଆପଣମାନେ ପବିତ୍ର ଦିନଟିରେ ମା ଲକ୍ଷ୍ମୀ ଏବଂ ନାରାୟଣଙ୍କୁ ପ୍ରସନ୍ନ କରାଇ ଦେଉଛନ୍ତି ତେବେ ଆପଣଙ୍କ ଉପରେ ମା ଲକ୍ଷ୍ମୀ ଏବଂ ନାରାୟଣଙ୍କର ଆଶୀର୍ବାଦ ସଦାସର୍ବଦା ରହିବ। ଦର୍ଶକ ବନ୍ଧୁ, ଆଉ ଗୋଟିଏ ଉପାୟ, ଯଦି ଆପଣଙ୍କ ଘରେ କୌଣସି ବ୍ୟକ୍ତି ନଜର ଦୋଷରେ ପୀଡ଼ିତ ଅଛନ୍ତି କିମ୍ବା ରୋଗଗ୍ରସ୍ତରେ ପୀଡ଼ିତ ଅଛନ୍ତି ତେବେ ଆପଣମାନେ ପବିତ୍ର ଅଁଳା ନବମୀ ଦିନ ଗୋଟିଏ ଲାଲ କପଡ଼ାରେ ଏକ ମୁଠି ଲୁଣକୁ ରଖି ତାର ଗୋଟିଏ ପୁଟୁଳିକୁ ପ୍ରସ୍ତୁତ କରିବେ ଏବଂ ଏହାପରେ ଯେଉଁ ବ୍ୟକ୍ତିଙ୍କ ଉପରେ ନଜର ଦୋଷ କିମ୍ବା ଯେଉଁ ବ୍ୟକ୍ତି ବେମାରରେ ଅଛନ୍ତି ତେବେ ସେମାନଙ୍କର ହାତଠାରୁ ମୁଣ୍ଡ ଯାଏଁ ଏବଂ ମୁଣ୍ଡଠାରୁ ପାଦ ପର୍ଯ୍ୟନ୍ତ 7 ଥର ବୁଲାଇ ଆଣିବେ। ଆପଣମାନେ ସେହି ପୁଟୁଳିଟିକୁ ବୁଲାଇ ଆଣିବା ପରେ ତା ପରଦିନ ସେହି ପୁଟୁଳିଟିକୁ ନେଇ କୌଣସି ପ୍ରବାହିତ ଜଳରେ ପ୍ରବାହିତ କରିଦେବେ। କେବଳ ଏତିକି କରିନେବା ଦ୍ୱାରା ସେମାନଙ୍କର ନଜର ଦୋଷ ଦୂର ହେବା ସହିତ ସେହି ବ୍ୟକ୍ତିଙ୍କୁ ମଧ୍ୟ ଆରୋଗ୍ୟ ପ୍ରାପ୍ତ ହୋଇଥାଏ। ଯଦି ଆପଣମାନେ ପବିତ୍ର ଅଁଳା ନବମୀ ଦିନ ଏହି ଉପାୟଟିକୁ କରିନେଉଛନ୍ତି ତେବେ ସେହି ବ୍ୟକ୍ତି ଉପରେ ଯାହା ବି କିଛି ନକାରାତ୍ମକ ନଜର ଥିବ ତେବେ ସେହି ନକାରାତ୍ମକ ନଜର ସକାରାତ୍ମକ ଶକ୍ତିରେ ପରିଣତ ହୋଇଯିବ ଏବଂ ସେହି ବ୍ୟକ୍ତିର ଜୀବନରେ ବହୁତ ଉନ୍ନତି ଆସିବ। ଆପଣମାନେ ବିଶ୍ୱାସ ମଧ୍ୟ କରିପାରିବେ ନାହିଁ ସେହି ପୁଟୁଳିର ଏତେ ମାତ୍ରାରେ ଚମତ୍କାରୀ ଶକ୍ତି ରହିଛି ଯେ ସେହି ବ୍ୟକ୍ତିର ସମସ୍ତ ନକାରାତ୍ମକ ନଜରକୁ ନିଜ ଆଡ଼କୁ ଆକର୍ଷଣ କରିଦେଇଥାଏ, ଯାହାଦ୍ୱାରା ସେହି ବ୍ୟକ୍ତିର ଜୀବନରେ ବହୁତ ଉନ୍ନତି ଆସିବା ସହିତ ମା ଲକ୍ଷ୍ମୀ ମଧ୍ୟ ସେହି ବ୍ୟକ୍ତିର ଘରେ ସ୍ଥିର ଭାବରେ ବାସ କରିଥାନ୍ତି। ତେବେ ଦର୍ଶକ ବନ୍ଧୁ, ଏହା ଥିଲା ଲୁଣର କିଛିଟା ବିଶେଷ ଉପାୟ, ଯାହାକୁ ଯଦି ଆପଣମାନେ ପବିତ୍ର ଅଁଳା ନବମୀ କିମ୍ବା ଶ୍ରୀ ରାଧାଙ୍କର ପାଦ ଦର୍ଶନ ଦିନ କରିନେଉଛନ୍ତି ତେବେ ଆପଣଙ୍କ ଜୀବନରେ 100% ଉନ୍ନତି ଆସିବ। ଦର୍ଶକ ବନ୍ଧୁ, ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥାଏ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ ଏବଂ ଚ୍ୟାନେଲଟିରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ।